ଆମ ଓଡ଼ିଶା ନବେନ ଓଡ଼ିଶା ଅନୁଷ୍ଠିତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତରେ ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତର ପିଓ ଶ୍ରୀମତୀ ସ୍ୱର୍ଗାତିକା ଦାସଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବେନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଆଠମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଶାସନ ରାଉଳ, ସମ୍ମାନିତ ଅତିଥି ପୁରୁଣା ମାଣତ୍ରୀ ସରପଞ୍ଚ ଶ୍ରୀମତୀ ମମତା ପାତ୍ର, ସମିତି ସଭ୍ୟ ଶ୍ରୀମତୀ ବନିତା ସାହୁ, 5 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରଶ୍ମିରେଖା ମାହାର, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବୀରେନ୍ଦ୍ର ବଡ଼ମାଳୀ, ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ବାସୁଦେବ ପ୍ରଧାନ ଏବଂ ନାୟବ ସରପଞ୍ଚ ଗଣେଶ୍ୱର ବେହେରାମାଳୀ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମେ ସଭାକୁ ଅଧ୍ୟକ୍ଷତା କରୁଥିବା ପିଓ ମ୍ୟାଡାମ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ ଏବଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ମାନିତ ଜଣାଇଥିଲେ। ଆସିଥିବା ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ସେ ତାଙ୍କ ଅଭିଭାଷଣ ରଖିଥିଲେ ଯେ ଆମ ଓଡ଼ିଶାର 4.5 କୋଟି ଲୋକଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବା ଏନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ଯାହା କିଛି ସୁବିଧା ବିଷୟରେ ତାଙ୍କ ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ସରପଞ୍ଚ ଶ୍ରୀମତୀ ମମତା ପାତ୍ର ମ୍ୟାଡାମ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ବିଷୟରେ ଅଭିଭାଷଣ ରଖିଥିଲେ, ଯାହାକି ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତର ପୁରୁଣା ମାଣତ୍ରୀ ଉଚ୍ଚ ବିଦ୍ୟାଳୟ 38,87,000 ବ୍ୟୟରେ ରୂପାନ୍ତରିତ 5ଟି ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଥମିକ ବିଦ୍ୟାଳୟ ମହେନ୍ଦ୍ରପୁର 10 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ, ମାଳିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ 10 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ନୂତନ ଆଲୋକ ଖୁଣ୍ଟି ଦେଉଳଝରି ମନ୍ଦିର 5 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ପକ୍କା ରାସ୍ତା PW ରୋଡ୍ ଠାରୁ ନୂଆଭାଇ ଗ୍ରାମକୁ 5 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଆଠମଲ୍ଲିକରୁ ସୁମନ ବଡ଼ମାଳୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।